ମୁଁ ସର୍ବେଶ୍ୱର ପୃଷ୍ଟି ବିଜେପିର ଗୋପୀନାଥ ମଣ୍ଡଳର ପ୍ରଭାରୀ ଆଉ କିମ୍ଭିରିଆ ଉନ୍ନୟନ ପରିଷଦର ସମ୍ପାଦକ। ନିଶ୍ଚିତ ଭାବରେ ମୁଁ କହିବି ଯେ ଛୋଟ ଛୋଟ ପିଲାମାନେ ସେମାନଙ୍କର ଶୀତକାଳୀନ ଆନନ୍ଦମୟ ମୁହୂର୍ତ୍ତ ସେମାନେ କଟାଉଛନ୍ତି। ଛୁଟି ବି ଚାଲିଛି, ତେଣୁ ପିଲାମାନଙ୍କର ସେମାନେ ଯାହା ବି ପ୍ରୋଗ୍ରାମ୍ କରିଛନ୍ତି, ସେମାନେ କିଛି ବି ଗିଫ୍ଟ ବା ପୁରସ୍କାର ପାଇଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ହଁ, ନାଇଁ ଡେଫିନେଟଲି ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଏଇଭଳିଆ କାର୍ଯ୍ୟକ୍ରମ ମୁଁ ଜାଣିଥିଲି ଯେ ଏଇଭଳିଆ କାର୍ଯ୍ୟକ୍ରମ ହୁଏ, କିନ୍ତୁ ମୁଁ କୌଣସି କାର୍ଯ୍ୟକ୍ରମରେ ଏଭଳି ଯୋଗ ଦେଇ ନାହିଁ, ପ୍ରଥମ ଥର ପାଇଁ ଯୋଗ ଦେଲି। ହଁ, ନିଶ୍ଚିତ ଭାବରେ ମୁଁ କହିବି ପିଲାମାନେ ଏହାକୁ ମନଭରି ଉପଭୋଗ କରୁଛନ୍ତି। ଇଏ ଶୀତକାଳୀନ ଉଷ୍ମତା, ଶୀତକାଳୀନ ସଂସ୍କୃତି, ଶୀତକାଳୀନ କାର୍ଯ୍ୟକଳାପ ଯେଉଁଟାକି ପିଲାମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ଆଉ ସ୍କୁଲ ତାକୁ ଠିକ୍ ଭାବରେ ନିଭେଇ ପାରିଛି। ତେଣୁ ମୁଁ ବହୁତ ଖୁସି ଯେ ସ୍କୁଲ ଏହିପରି ଆହୁରି କାର୍ଯ୍ୟକ୍ରମ ଚାଲୁ ରଖିବ। ଡିସେମ୍ବର 26 ତାରିଖରୁ ଆରମ୍ଭ କରିକି ହାଡ଼ଭଙ୍ଗା ଶୀତରେ ଛୋଟ ଛୋଟ ପିଲାମାନଙ୍କର ପାଖାପାଖି 100ରୁ ଉର୍ଦ୍ଧ୍ୱ ପିଲା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଜି ସାର୍ ମଧ୍ୟ ଆଜି ଆମର ପୃଷ୍ଟି ଭାଇ ଆମର ଏଠିକି ଆସିଥିଲେ ଅତିଥି ଭାବରେ, ଏବଂ ଏ ପଞ୍ଚମ ଦିବସରେ ଯେଉଁ ଉଦ୍ଯାପନୀ ଉତ୍ସବରେ ଆମ ସବୁ ପିଲାମାନଙ୍କୁ ଆମକୁ ପୁରସ୍କୃତ କରାଗଲା। ଯେଉଁମାନେ ଡ୍ୟାନ୍ସରେ, କୁଇଜ୍ରେ ଏବଂ ଯେଉଁମାନେ ମଧ୍ୟ କମେଡ଼ିରେ ବିଭିନ୍ନ ଅଂଶଗ୍ରହଣ କରିଥିଲେ ପ୍ରତିଯୋଗିତାରେ, ତାଙ୍କୁ ଆଜି ପୁରସ୍କୃତ କରାଗଲା। ଏ ପ୍ରତିଯୋଗିତା ଏଇଥିପାଇଁ କରାଗଲା ଯେ ପିଲାମାନେ ମୋବାଇଲ ଠାରୁ ଦୂରରେ ରୁହନ୍ତୁ ଏବଂ ଘର ଭିତରେ ନ ରହିକରି ପଦାକୁ ଆସି ଯେଉଁ ପ୍ରକୃତିକୁ ଅନୁଭବ କରନ୍ତୁ।